ଶିଖିବା ଦରକାର, ଜାଣିବା ଦରକାର, ବୁଝିବା ଦରକାର, ଆଉ ହୃଦୟ ମନ ଭିତରେ ସେଇଭଳି ସ୍ଥାନ ଦେବା ଦରକାର ଯେ ଶ୍ରେୟଜନଙ୍କର ଉଦ୍ଦେଶ୍ୟରେ କିଭଳି ଭାବରେ ମାନେ କର୍ମାନୁଷ୍ଠାନ ସବୁ କରାଯାଇଥାଏ। ଆଉ ଯାହା କହିଲେ ବର୍ତ୍ତମାନ ସମାଜ ଗୋଟିଏ ଆଡ଼େ ଚାଲିଛି, ଆଉ ସତ୍ସଙ୍ଗୀ ମାନେ ଚାଲିଛନ୍ତି ଆଉ ଗୋଟିଏ ଆଡ଼େ। ସତ୍ସଙ୍ଗୀ ମାନଙ୍କର ଚିନ୍ତାଧାରା ପ୍ରିୟ ପରମଙ୍କୁ ତୃପ୍ତ କରି ତନ୍ମୟ କରି ତାଙ୍କରି ନିର୍ଦ୍ଦେଶିତ ପଥରେ ଚାଲି ନିଜର ସୁଖ ଶାନ୍ତି ଆନନ୍ଦକୁ ବଜାୟ ରଖିବା। ଦୁଃଖ ଭିତରେ ବି ସୁଖ, ନିରାଶ ଭିତରେ ବି ସୁଖ ଆନନ୍ଦ, ଆଉ ଅଭାବ ଭିତରେ ବି ଭାବ। ତେଣୁ ଆମ ମାନଙ୍କର ଜୀବନର ମୂଳ ଉଦ୍ଦେଶ୍ୟ ରହୁଛି ନିଜସ୍ୱ ସାଧନା। ଆଉ ସେଇ ସାଧନା ତିଷ୍ଠି ରହିବ ଭଲ ପାଇବା ଉପରେ ଆଉ ନିଷ୍ଠା ଉପରେ। ଠାକୁର କହୁଛନ୍ତି ଭାলোবাসার টান তৃপ্ত করে হৃদয়টাকে খুশি করে প্রাণ। ভালোবাসার টান তৃপ্ত করে হৃদয়টাকে খুশি করে প্রাণ। আজি ভাল পাইবা স্বামী দেবতাଙ୍କ ପ୍ରତି ଅଟୁଟ ଥିବାରୁ ତାଙ୍କର ସେଇ କର୍ମମୟ ଜୀବନ ଭିତରେ ଆମମାନଙ୍କୁ ସମସ୍ତଙ୍କୁ ସେଇ ପ୍ରିୟ ପରମଙ୍କ ପାଖରେ ପ୍ରାର୍ଥନା ଜଣାଇବାର ସୁଯୋଗ ଦେଇଛନ୍ତି। ଯେଉଁପୁରେ ସିଏ ଥାଆନ୍ତୁ ଭଲରେ ଥାଆନ୍ତୁ, ଯେଉଁଠି ଯୋଗ ଅବସ୍ଥାରେ ଥାଆନ୍ତୁ ପ୍ରଭୁଙ୍କର ଆଶୀର୍ବାଦ ପୃଷ୍ଠ ହୋଇକରି ଥାଆନ୍ତୁ। ତେଣୁ ଶ୍ରାଦ୍ଧ ଦିବସରେ ବିଶେଷ ଆଲୋଚନା ନଥାଏ, କେବଳ ଭଜନ କୀର୍ତ୍ତନ କରାଯାଏ। କାହିଁକି ନା ସେଇ ବିଧେୟୀ ଆତ୍ମାର ଖାଦ୍ୟ ଭାତ ଡାଲି ତରକାରୀ ନୁହଁ, ଏଇ ନାମ ସଂକୀର୍ତ୍ତନ, ଏଇ ଭଜନ କୀର୍ତ୍ତନ ଆଉ ଏଇ ଭିତର ଦେଇକିରି ଏଇ ସାଧୁ ସତ୍ସଙ୍ଗଟା ସମାପିତ କରାଯାଇଥାଏ। ଆମର ସୁନ୍ଦର ଭାବରେ ଭଜନ କୀର୍ତ୍ତନ ହେଇଛି, ପଣ୍ଡିତ ମହାଶୟ ଅଛନ୍ତି। ଆମେମାନେ ଯେତେ ଜାଣୁଛେ ଯେତେ ବୁଝୁଛେ ମାୟାର ଅଧୀନ ରହିଯାଇଥିବାରୁ, ମନର ଅଧୀନ ରହିଯାଇଥିବାରୁ ବାର ବାର ଭୁଲି ଯାଉଛେ ନିଜର କର୍ତ୍ତବ୍ୟ କର୍ମ। ତେଣୁ এই সৎসঙ্গ ଆମମାନଙ୍କ ଭିତରେ ଚେତନା ଶକ୍ତି ସୃଷ୍ଟି କରୁଛି, ପ୍ରାଣ ଶକ୍ତି ସୃଷ୍ଟି କରୁଛି, ଆମ ଭିତରେ ଭଲ ପାଇବା ସୃଷ୍ଟି କରୁଛି, ଆଉ ନିଷ୍ଠାରେ ଚାଲିବାର ଆମମାନଙ୍କୁ ସେଇ ସୁଯୋଗ ଟିକକ ଦଉଛି। ପରମ ଦୟାଳ ଶ୍ରୀ ଶ୍ରୀ ଠାକୁର କହୁଛନ୍ତି ନିଷ୍ଠା ମାନେ ହିଁ ଲାଗି ରହିବା ଇଷ୍ଟ ସତ୍ତାରେ ନିରନ୍ତର। ଭଙ୍ଗା ଚୁରା ହୁଏ ଯେପରି ଯାହାର, ଜାଣିଥା ସେ ଜନ ସେପରି ଇତର। ନିଷ୍ଠା ମାନେ ହେଉଛି ସେ ପ୍ରିୟ ପରମଙ୍କର ସହିତ ଅସ୍ଖଳିତ ଭାବରେ ଲାଗି ରହିବା, ତାଙ୍କର ନିର୍ଦ୍ଦେଶିତ ପଥରେ ଚାଲିବା, ତାଙ୍କର ଆଖି ଆଗକୁ ଆସିବା, ତାଙ୍କର ମନ ଲାଗି ହବା, ନିଜର କର୍ତ୍ତବ୍ୟ କର୍ମ ଅଟୁଟ ଭାବରେ ସୁଷ୍ଠୁ ଭାବରେ ସୁନ୍ଦର ଭାବରେ ପରିପାଳନ କରିବା। ତାହେଲେ ଆମର ମଣିଷ ଜନ୍ମ ସାର୍ଥକ ହୋଇ ତୋଳିବ। କଥାକୁ ଲମ୍ବଉ ନାହିଁ। ଜୟ ଗୁରୁ।